এই 3.5 লক্ষ টঙ্কা পর্যাপ্ত নୁହେଁ মতে দরমা দরকার শুଣ না মোর ভୁବନେଶ୍ୱରରେ ଘର ନା ମୋର ସମ୍ବଲପୁରରେ ଘର କୌଣସି ଜାଗାରେ ଘର ନାହିଁ ତ ମୋର ଯୋଉ ମୁନ୍ସି ବୋଲି ବୁଝୁଛନ୍ତି ଜମି ବାଡି ଦେଖା ହିସାବ କିତାବ ରଖି ତା ଘରେ ମୁଁ ରହୁଛି ତ ମୋର ଅବସ୍ଥା କଣ ଯେ ଜାଣୁଥିବେ 26 ବର୍ଷ ବିଧାୟକ ଜୀବନରେ ଯୋଉ ଘରେ ଥିଲି ସେଇ ଘରେ ଅଛି ଦେଖନ୍ତୁ ପ୍ରଥମେ ବିଜେଡି ଦଳ ଦରମା ବଢାଇବା କଥା କହିଲା ଏବଂ ଦରମା ବଢାଇବା କଥା ଯେତେବେଳେ କହିଲା ବିଶେଷ କରି ପ୍ରମିଳା ମଲ୍ଲିକ ଏବଂ ଆମର ଆଳି ବିଧାୟକ ଏମାନେ ସବୁ ପ୍ରତାପ ଦେବ ଏମାନେ ସବୁ ସରକାରକୁ ବାରମ୍ବାର କହିଲେ ଯେ ଦରମା ବଢାଅ ତ ଦରମା ବଢାଗଲା ପରେ ଆପଣମାନେ ଆମକୁ ଆକ୍ରମଣ କଲେ ଆକ୍ରମଣଟା ସ୍ୱାଭାବିକ ଜଣେ ପଲିଟିକାଲ ଲୋକର ଦରମା ବଢିଲେ ସମସ୍ତଙ୍କୁ ଜେଲସ୍ ହବ ଏଇଟା ସ୍ୱାଭାବିକ କଥା କିନ୍ତୁ ଆମେ କେତେ ଖର୍ଚ୍ଚ କରୁଛୁ କଣ ଖର୍ଚ୍ଚ କରୁଛୁ ଯଦି ଜଣେ ଆସିକି ଆମ ଘରେ ସାମ୍ବାଦିକ ଜଣେ ବସନ୍ତା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମାସେ ପର୍ଯ୍ୟନ୍ତ ମୁଁ ଆହ୍ୱାନ ଦଉଛି ଯେ ଯେଉଁମାନେ ସାମ୍ବାଦିକତା କରୁଛନ୍ତି ଆମ ବିରୁଦ୍ଧରେ ଲେଖିଲେ ସେମାନେ ମାସେ ଆମ ଘରେ ବସିବେ ଆମେ କେତେ ଟଙ୍କା ଖର୍ଚ୍ଚ କରୁଛୁ ଆଉ ସରକାରଠୁ କେତେ ଟଙ୍କା ପାଉଛୁ ଆଉ କଣ କରୁଛୁ ନ ଜାଣିଲେ କେମିତି ହେବ ମୁଁ ତ ପ୍ରଥମରୁ ଦରମା ବଢେଇବାର ବିପକ୍ଷରେ ଥିଲି କାରଣ ଏମିତିଆ ହବ ବୋଲି ମୁଁ ଜାଣିଥିଲି କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ ବିଜେଡି ଦଳ ୟୁ ଟର୍ନ ନେଇଗଲା ଆଉ ସେମାନେ ଦରମା ନବୁନି ବୋଲିକରି ଗୋଟେ ଲେଖା ଦେଇଦେଲେ ତ ଗଭର୍ଣ୍ଣମେଣ୍ଟ ଅକ୍ୱାର୍ଡରେ ପଡ଼ିଗଲା କାରଣ ଏଟା ସର୍ବସମ୍ମତି ପ୍ରସ୍ତାବ ଥିଲା ତ ଆମେ ସେ ରାମଚନ୍ଦ୍ର କଡାମ ଯାହା କହୁଛନ୍ତି ସେଟା ଠିକ ହେଇପାରେ ତାକୁ ଅନ୍ୟ ରାଜ୍ୟରେ କଣ କରିଛନ୍ତି ଚାଲାକି କରିଛନ୍ତି ଡ୍ରାଇଭର ଦରମା 20,000 ଆପଣଙ୍କର ଗୋଟିଏ ପି ତା ଦରମା 20,000 ଗୋଟିଏ ପର୍ସନାଲ ଆସିଷ୍ଟାଣ୍ଟ ଯିଏକି ତାଙ୍କୁ ନିଆ ଅଣା କରିବ ତା ଦରମା 20,000 ଏମିତି କରିଦେଇଛନ୍ତି ଆମର ଏଠି କଣ କଲେ ନା ସବୁ ଗୁଡାକ ଦରମାରେ ମିଶେଇ ଦେଲାରୁ ଆପଣମାନେ ପ୍ରତିକ୍ରିୟା କଲେ କଣ ହବ ବର୍ତ୍ତମାନ ମୁଁ ଜାଣିନାହିଁ ସରକାରଙ୍କ ପଚାରନ୍ତୁ ମୁଁ ତ ସରକାର ନୁହେଁ ନା ବିଧାୟକ ହିସାବରେ ବିଧାୟକ ପୁର କଣ ଭ୍ୟାଲ୍ୟୁ ଅଛି ସରକାର କଣ ଚାହୁଁଛନ୍ତି ସେଟା ହବ ନା ଆପଣ ଅକଟରେ ପଡିଗଲେ ବିଜୁ ଜନତା ଦଳ ପକେଇଦେଲା ନାଇଁ ଅକଟରେ ତ ନିଶ୍ଚିତ ଭାବରେ ପକେଇଲା ଯେଉଁମାନେ ବାଧ୍ୟ ଦରମା ବୃଦ୍ଧି ପାଇଁ ବାଧ୍ୟ କଲେ ସେମାନେ ବି ୟୁ ଟର୍ନ ନେଲେ ନବୀନ ବାବୁ କହିଲେ ମୁଁ ଦରମା ନେବିନି ନବୀନ ବାବୁ କଣ ପଇସା ଦରକାର ସେ ତ 5-10 ହଜାର କୋଟିର ମାଲିକ ହେଇଥିବେ ତାଙ୍କୁ ଦରମା ଦରକାର ନା ସେ ତ ଫ୍ରି କରିବା ମତେ ଦରମା ଦରକାର ବଢିବା ଦରକାର ମୁଁ ସେଟା କହୁନି ବଢିବା ଦରକାର ସେଇଟା ବିଧାନସଭା ନିଷ୍ପତ୍ତି ନେବ କିନ୍ତୁ ମୁଁ କହୁନାହିଁ ଯେ ମୋ ଦରମା ବଢାଅ ବୋଲି କିନ୍ତୁ ଏଇଟା ସତ୍ୟ କଥା ଗୋଟେ କହୁଛି ସଚ୍ଚୋଟତାର ସହିତ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି ଯଦି ସଚ୍ଚୋଟତାର ସହିତ ବଞ୍ଚିବାର ଅଧିକାର ଅଛି ତାହେଲେ ଅର୍ଥର ଆବଶ୍ୟକତା ଅଛି ଆମେ ଇଲିଗାଲ ୱେରେ ଅର୍ଥ ନେଇକରି ଲୋକଙ୍କୁ ଦବୁ କଣ କରିବୁ କଣ ନାହିଁ ଯାହା କଲେ ବି ତ କରିବୁ ଯାହା କଲେ ବି 3.5 ଲକ୍ଷ ଟଙ୍କା ଆପଣଙ୍କର ଫୁଟବଲ ମ୍ୟାଚ୍ ଯେତେଟା ହଉଛି ଆମ ଅଞ୍ଚଳରେ ସେତିକି ଫୁଟବଲ ମ୍ୟାଚ୍ ଯଦି ଟଙ୍କା କିଛି ଦେଲୁ ବୋଲେ ବି ଏଇ 3.5 ଲକ୍ଷ ଟଙ୍କା ପର୍ଯ୍ୟାପ୍ତ ନୁହେଁ କିନ୍ତୁ ଆମ ନାଁରେ ରିଏକ୍ସନ ହେଲା ମୁଁ ଗୋଟେ କଥାରେ କହିଥିଲି ଯେ ଆମ ଘରକୁ ଯେତେ ଲୋକ ଆସୁଛନ୍ତି କମ ସେ କମ ଗୋଟିଏ କପ୍ ଚା ଯଦି ମୁଁ ଦେବି ତାହେଲେ ତାର ଖର୍ଚ୍ଚ ମାସିକ 1,00,000 ଟଙ୍କା ହବ ମାସିକ କହିଦେଲି ଏବଂ ଜୟନାରାୟଣ ମିଶ୍ର 1,00,000 ଟଙ୍କାର ଚା ପିଅନ୍ତି ବୋଲିକରି ଆପଣମାନେ ବାହାର କଲେ ମୁଁ କଣ କରିପାରିବି ଆପଣମାନଙ୍କର ହାତରେ ମାସ ମିଡିଆ ଥିବାରୁ ଆପଣ ଯାହାକୁ ଯାହା ଚିତ୍ରଣ କରିଦେଇ ପାରିଲେ କିନ୍ତୁ ସାର୍ ବର୍ତ୍ତମାନ କୁହାଯାଏ ଏହି ସେସନ ବଜେଟ ସେସନ ଯେହେତୁ ସେ କହୁଛନ୍ତି ଆପଣ କଣ ନିଷ୍ପତ୍ତି ନେବେ ଆପଣ ସରକାର ନିଷ୍ପତ୍ତି ନେଇ ପାରୁନାହାନ୍ତି ସରକାର କଣ ନିଷ୍ପତ୍ତି ନେବେ ସେଟା ତ ମୁଁ କହିପାରିବିନି ନା ସରକାର ଯାହା ନିଷ୍ପତ୍ତି ଦେବେ ଆମେ ସରକାରୀ ବିଧାୟକ ହେଇଥିବାରୁ ଆମେ ତାକୁ ସମର୍ଥନ କରିବୁ ଆଉ ଆମର ପାଖରେ କିଛି ଚାରା ନାହିଁ ଯଦି ଦରମା ବଢିବା କଥା କହିବ ପବ୍ଲିକରେ ଆପଣ ଆମକୁ ଚିତ୍ରଣ କରିବେ ଆମେ ପଇସା ଲୋଭି ବୋଲିକରି ଆଉ ଯଦି କମ ପଇସା ହେଲେ ଚଳିବ ବୋଲି କହିବୁ ସେଟା ଭିତରେ ବିଧାୟକ ମାନେ ଆମକୁ ମାଡ଼ି ବସୁଛନ୍ତି
ତାହେଲେ କଣ ହବ ଏଇ ନିଷ୍ପତ୍ତିଟା? ମୁଁ କହିପାରିବିନି ଆଉ ଅନ୍ୟାନ୍ୟ ରାଜ୍ୟର ସେମାନେ ତରିକା ମାନେ ଦେଖୁଛନ୍ତି। ଆମ ରାଜ୍ୟରୁ ଆହୁରି 5ଟା ରାଜ୍ୟର ଦରମା ବେଶୀ ଥିଲା, କିନ୍ତୁ ଆପଣମାନେ ଲେଖିଲେ ଯେ ଭାରତ ବର୍ଷରେ ଆମେ ସବୁଥିରୁ ଅଧିକ ଟଙ୍କା ଆମେ ନେଉଛୁ ବୋଲି। କିନ୍ତୁ ଦିଲ୍ଲୀ ଆମଠୁ ଅଧିକା ନେଲା, ଗୋଆ ଆମଠୁ ଅଧିକା ନେଉଛି, ଅନେକ ରାଜ୍ୟ ଆମଠୁ ଅଧିକା ନେଉଥିଲେ ସେଇ ଯେଉଁ ବ୍ୟବସ୍ଥା ଅନୁସାରେ। କିନ୍ତୁ ଆପଣମାନେ ଲେଖିଲେ ଯେ ଆମେ ଭାରତର ସବୁଥିରୁ ଅଧିକ ବୋଲିକରି। ଏ ଭୁଲ ତଥ୍ୟକୁ ଅନ୍ୟମାନେ କାଉଣ୍ଟର କରିବା କଥା, କିନ୍ତୁ କେହି କଲେ ନାହିଁ। ଫଳରେ ଏସବୁ ସମସ୍ୟା ସୃଷ୍ଟି ହେଲା। ଜନ ଆକ୍ରୋଶ ବି ଦେଖାଗଲା। ଜନ ଆକ୍ରୋଶ କିଛି ବିଭିନ୍ନ ସଂଗଠନ ବିଭିନ୍ନ ରାସ୍ତାକୁ ତ ଓହ୍ଲେଇବେ। ଅନେକ କଣ ଲୋକଟେ ଜାଣୁନାହିଁ, ତାର ରୋଗ ହେଲେ ବେମାର ହେଲେ କାହାଠୁ ସେ ପଇସା ନଉଛି ସେ କଣ ଜାଣୁନାହିଁ? ସେମାନେ କିଛି କହିନାହାନ୍ତି। ସାଧାରଣ ଜନତାର କୌଣସି ପ୍ରତିକ୍ରିୟା ନାହିଁ। ବଢୁ ଦରମା ସାର୍, ବଢୁ ବୋଲି ମୁଁ କହୁନାହିଁ। ଶୁଣ, ମୋର ଯଦି ଆପଣମାନେ ମୁଁ ରାଜନୀତି କଲା ଦିନଠାରୁ ମୋର ପ୍ରପର୍ଟି ଆପଣମାନେ କେତେ ବଢିଛି କେତେ କମିଛି ଦେଖିବେ ବୋଲେ ମୁଁ ଏଣ୍ଟାରଟା ଦେଖେଇଦେବି। ଶୁଣ, ନା ମୋର ଭୁବନେଶ୍ୱରରେ ଘର, ନା ମୋର ସମ୍ବଲପୁରରେ ଘର, କୌଣସି ଜାଗାରେ ଘର ନାହିଁ। ତ ମୋର ଯୋଉ ମୁନ୍ସି ବୋଲି ବୁଝୁଛନ୍ତି, ଜମି ବାଡି ଦେଖା ହିସାବ କିତାବ ରଖେ, ତା ଘରେ ମୁଁ ରହୁଛି। ତ ମୋର ଅବସ୍ଥା କଣ ଯେ ଜାଣୁଥିବେ। ମୁନ୍ସି ଘର ବି ବଡ ଅଛି, କିଛି ଏମିତି ଅସୁବିଧା ନାହିଁ। ଆମର ମୁନ୍ସି ଆମ ଘର ତାକୁ ଦେଇଥିଲୁ ରହିବା ପାଇଁ ଅଛି। ମୁଁ 26 ବର୍ଷ ବିଧାୟକ ଜୀବନରେ ଯୋଉ ଘରେ ଥିଲି ସେଇ ଘରେ ଅଛି। ଆଉ ଗୋଟେ କଥା କହୁଛନ୍ତି, ଆପଣ ନିଗମ କରିକା ବି ଗଠନ କରିପାରୁନାହାନ୍ତି, ସରକାର କିଛି ସବୁ କୌଣସି ନିଷ୍ପତ୍ତି ଆଜ୍ଞା, ଯେତେବେଳେ ନବୀନ ପଟ୍ଟନାୟକ 2000 ମସିହାରେ ଆଇଲେ, ଦେଖନ୍ତୁ ତାଙ୍କର କାର୍ଯ୍ୟକାଳ ଦେଖନ୍ତୁ ତ ସେ କେମିତି କଣ ନବୀନ ମଡେଲ ଆପଣଙ୍କର କାମ କରୁଛି ନା କଣ? ଦେଖନ୍ତୁ, ନବୀନ ମଡେଲ କହୁନି, ଆପଣ ତ ଗୋଟେ ନୂଆ ସରକାରକୁ ନିଷ୍ପତ୍ତି ନେବାରେ କେତେ ଦ୍ୱନ୍ଦ୍ୱ ଉପୁଜି ସେ କଥା ମୁଁ ଉଲ୍ଲେଖ କରିବା ପାଇଁ ଚାହୁଁଛି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।